ବାକ୍ୟର ସଂକ୍ଷେପଣ। ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବାକୁ ବାକ୍ୟର ସଂକ୍ଷେପଣ କହନ୍ତି। ବାକ୍ୟ ସଂକ୍ଷେପଣ କହିଲେ ଆମେ ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବାକୁ ବୁଝିଥାଉ। କଥାରେ ଅଛି, କହି ଜାଣିଲେ କଥା ସୁନ୍ଦର। କିଏ ଅଧିକ କଥାକୁ ଅଳ୍ପ କରି ପ୍ରକାଶ କରନ୍ତି, ତ କିଏ ଅଳ୍ପ କଥାକୁ ବଢ଼େଇ ଚଢ଼େଇ ପ୍ରକାଶ କରନ୍ତି। ଦୀର୍ଘ ବାକ୍ୟ କହିବା ଓ ଶୁଣିବା ଭଲ ଲାଗେ ନାହିଁ, ତେଣୁ ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବା ବହୁତ ସମୟରେ ଆବଶ୍ୟକ ପଡ଼େ। ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବାକୁ ବା ଅଳ୍ପ କରି ପ୍ରକାଶ କରିବାକୁ ବାକ୍ୟ ସଂକ୍ଷେପଣ କହନ୍ତି। ବାକ୍ୟ ସଂକ୍ଷେପଣ ସାଧାରଣତଃ ଆମେ ବିଭିନ୍ନ ଉପାୟରେ କରିପାରିବା, ଯେପରିକି ସନ୍ଧି ଦ୍ୱାରା, ସମାସ ଦ୍ୱାରା, କୃଦନ୍ତ ଦ୍ୱାରା, ତଦ୍ଧିତ ଦ୍ୱାରା, ଉପସର୍ଗ ଦ୍ୱାରା, ସମାର୍ଥବୋଧକ ଶବ୍ଦ ଦ୍ୱାରା ଏବଂ ଉକ୍ତି ପରିବର୍ତ୍ତନ ଦ୍ୱାରା। ସନ୍ଧି ଦ୍ୱାରା ବାକ୍ୟ ସଂକ୍ଷେପଣ ବିଷୟରେ ଆମେ ଜାଣିବା। ଗୋଟିଏ ଉଦାହରଣ ନେବା। ଅତି ଆବଶ୍ୟକ ଜିନିଷର ଦର ଅଧିକ ହେଉଛି, ତାକୁ ସଂକ୍ଷେପରେ ଲେଖିବା ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ହେଉଛି। ଅତି ଯୁକ୍ତ ଆବଶ୍ୟକ ଅତ୍ୟାବଶ୍ୟକ ହେଉଛି। ସେହିପରି ଅତି ଅଧିକ କର୍ତ୍ତବ୍ୟ ସ୍ପୃହଣୀୟ ନୁହେଁ, ଅତି ଅଧିକ ବକ୍ତବ୍ୟ ସ୍ପୃହଣୀୟ ନୁହେଁ। ଏହାର ସଂକ୍ଷିପ୍ତ ରୂପ ହେବ ଅତ୍ୟଧିକ ବକ୍ତବ୍ୟ ସ୍ପୃହଣୀୟ ନୁହେଁ। ଅତିଯୁକ୍ତ ବକ୍ତବ୍ୟ, ଅତିଯୁକ୍ତ ଅଧିକ, ଅତ୍ୟଧିକ ହୋଇଛି। ସମାସ ଦ୍ୱାରା ବାକ୍ୟ ସଂକ୍ଷେପଣ କରାଯାଇପାରେ। ଉଦାହରଣ ନେବା। ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଖୁସିରେ ଅଛନ୍ତି, ତାକୁ ସଂକ୍ଷେପ କଲେ ହେବ ଦମ୍ପତି ଖୁସିରେ ଅଛନ୍ତି। ସ୍ୱାମୀ ଓ ସ୍ତ୍ରୀ ବଦଳରେ ଆମେ ଦମ୍ପତି ଲିଖିଛନ୍ତି। ବର ଓ କନ୍ୟା ଦୁଇଜଣ ଯାକ ଅନ୍ୟ ଦେଶକୁ ବୁଲିବାକୁ ଗଲେ, ତାକୁ ସଂକ୍ଷିପ୍ତ କଲେ ହେବ ବରକନ୍ୟା ଦେଶାନ୍ତରକୁ ବୁଲିବାକୁ ଗଲେ। ବରକନ୍ୟା ହେଲା, ଅନ୍ୟ ଦେଶକୁ ଜାଗାରେ ଦେଶାନ୍ତରକୁ ହେଲା। ହରିର ମୁହଁ ଦେଖିବାକୁ ଘୋଡ଼ା ପରି, ତାକୁ ସଂକ୍ଷେପ କଲେ ହେବ ହରି ଘୋଡ଼ା ମୁହଁ ଅଟେ। ହାତୀ ପରି ଚାଲୁଥିବା ସ୍ତ୍ରୀ ଲୋକଟି ଏଠାକୁ ଆସୁଛି, ତାକୁ ସଂକ୍ଷିପ୍ତ କଲେ ହେବ ଗଜଗମନାଟି ଏଠାକୁ ଆସୁଛି। ସେହିପରି ଚିଲ ଆଖି ଭଳି ଯେଉଁ ବାଳକର ଆଖି ଦେଖାଯାଏ, ତାହାର ନାମ ଗୋପାଳ, ତାକୁ ଆମେ ଲେଖିପାରିବା ଚିଲ ଆଖିଆ ବାଳକଟିର ନାମ ଗୋପାଳ। ଆଉ ଗୋଟିଏ ଉଦାହରଣ ନେବା। ଚାନ୍ଦ ପରି ମୁହଁ ଯେଉଁ ଝିଅଟିର, ସେହି ଝିଅଟିକୁ ମୋ ଭାଇ ବାହା ହେବ, ତାର ସଂକ୍ଷିପ୍ତ ରୂପ ହେବ ଚାନ୍ଦମୁହିଁକୁ ମୋ ଭାଇ ବାହା ହେବ। ଆଉ ଗୋଟିଏ ଉଦାହରଣ ନେବା। ଚକ୍ର ପାଣିରେ ଯାହାର, ସେ ସାରା ଜଗତକୁ ପାଳନ କରନ୍ତି, ଏହାକୁ ସଂକ୍ଷେପରେ ଲେଖିଲେ ହେବ ଚକ୍ରପାଣି ସାରା ଜଗତ ପାଳକ। ଆଉ ଗୋଟିଏ ଉଦାହରଣ ନେବା। ହରି ପୁତ୍ର ନିମିତ୍ତ ଶୋକରେ ଅଧୀର ହେଲା, ତାକୁ ସଂକ୍ଷେପରେ ଲିଖିବା ହରି ପୁତ୍ର ଶୋକରେ ଅଧୀର ହେଲା। ଆଉ ଗୋଟିଏ ଉଦାହରଣ। ମୁନା କୁନିକୁ ହୀରାରେ ତିଆରି ନୋଥ ଦେଲା, ତାକୁ ସଂକ୍ଷେପରେ ଲିଖିବା ମୁନା କୁନିକୁ ହୀରା ନୋଥ ଦେଲା। ଆଉ ଗୋଟିଏ ଉଦାହରଣ ନେବା। ଗୋପାଳ ଦେଖିବାକୁ କାଉ ପରି କଳା ଅଟେ, ତାକୁ ଆମେ ଲିଖିପାରିବା ଗୋପାଳ ଦେଖିବାକୁ କାକ କଳା ଅଟେ। ସେହିପରି ଆଉ ଗୋଟିଏ ଉଦାହରଣ ନେବା। କୁନିର ମନ ଲବଣ ପରି କୋମଳ ଅଟେ, ତାକୁ ସଂକ୍ଷେପରେ ଲେଖିବା କୁନିର ମନ ଲବଣୀ କୋମଳ ଅଟେ। ସେହିପରି ଆଉ ଗୋଟିଏ ଉଦାହରଣ ନେବା। ମଧୁପାନ କରେ ଯେ, ସେ ଫୁଲରୁ ଫୁଲକୁ ଉଡ଼ି ମଧୁ ସଂଗ୍ରହ କରେ, ସଂକ୍ଷେପରେ ଲେଖିବା ମଧୁପ ଫୁଲରୁ ଫୁଲକୁ ଉଡ଼ି ମଧୁ ସଂଗ୍ରହ କରେ। ନାରଦ ଜଣେ ଦେବତା ଏବଂ ଜଣେ ଋଷି, ଏହାର ସଂକ୍ଷିପ୍ତ ରୂପ ହେବ ନାରଦ ଜଣେ ଦେବର୍ଷି। ଜନକ ଜଣେ ରାଜା ଓ ଜଣେ ଋଷି, ଏହାର ସଂକ୍ଷିପ୍ତ ରୂପ ହେବ ଜନକ ଜଣେ ରାଜର୍ଷି। 10ଟି ଭୁଜ ଥିବା ଦେବୀ ମହିଷାସୁରକୁ ବଧ କରିଥିଲେ, ଏହାର ସଂକ୍ଷିପ୍ତ ରୂପ 10 ଭୁଜା ମହିଷାସୁରକୁ ବଧ କରିଥିଲେ। 10 ଯାହାର, ସେ ଲଙ୍କାର ଅଧିପତି ଥିଲେ, ତାକୁ ଆମେ ସଂକ୍ଷେପରେ ଲିଖିବା 10 ଲଙ୍କାଧିପତି ଥିଲେ। ବୀଣା ପାଣିରେ ଯାହାର, ତାହାଙ୍କୁ ଶ୍ରୀପଞ୍ଚମୀରେ ପୂଜା କରାଯାଏ, ସଂକ୍ଷେପରେ ଲିଖିବା ବୀଣା ପାଣିକୁ ଶ୍ରୀପଞ୍ଚମୀରେ ପୂଜା କରାଯାଏ। ସାଧୁଆ ଓ ରାଧୁଆ ଠେଙ୍ଗାରେ ଯୁଦ୍ଧ କଲେ, ଏହାକୁ ଆମେ ଲିଖିବା ସାଧୁଆ ଓ ରାଧୁଆ ଠେଙ୍ଗାଠେଙ୍ଗି ହେଲେ। ଆଉ ଗୋଟିଏ ଉଦାହରଣ ନେବା। ଅଳ୍ପ ବୟସ୍କ ପୁଅ ପିଲାଙ୍କୁ କଠିନ ପରିଶ୍ରମ କରାଇବା ଅପରାଧ, ଏହାକୁ ଆମେ ଲିଖିବା ଅଳ୍ପ ବୟସ୍କଙ୍କୁ କଠିନ ପରିଶ୍ରମ କରାଇବା ଅପରାଧ। ମୁଁ ଆଜି ଏକ 2ଟି ମୁଣ୍ଡ ଥିବା ସାପ ଦେଖିଲି, ତାକୁ ସଂକ୍ଷେପରେ କହିବି ମୁଁ ଆଜି ଏକ 2 ମୁଣ୍ଡିଆ ସାପ ଦେଖିଲି। ହରିବାବୁ ନିଜ ଜମିରେ ବନ ସଦୃଶ ପରିବେଶ ସୃଷ୍ଟି କଲେ, ତାକୁ ଲେଖିପାରିବା ହରିବାବୁ ନିଜ ଜମିରେ ଉପବନ ସୃଷ୍ଟି କଲେ। ତୁମେ ଶକ୍ତିକୁ ଅତିକ୍ରମଣ କରି ପରିଶ୍ରମ କର, ଏହାକୁ ସଂକ୍ଷେପରେ ଲେଖିବା ତୁମେ ଯଥାଶକ୍ତି ପରିଶ୍ରମ କର। ହରିବାବୁଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ଥରିବାରେ ଲାଗିଲା, ହରିବାବୁଙ୍କ ଆପାଦ ମସ୍ତକ ଥରିବାକୁ ଲାଗିଲା ବୋଲି ଲେଖିପାରିବା। ଆଉ ଗୋଟିଏ ଉପାୟ ହେଲା କୃଦନ୍ତ ଦ୍ୱାରା ବାକ୍ୟ ସଂକ୍ଷେପଣ। ନୂତନ ଶବ୍ଦ ଗଠନ ନିମିତ୍ତ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୋଗ କରିବାକୁ ହୁଏ, ତାହାକୁ କୃତ୍ ପ୍ରତ୍ୟୟ କହନ୍ତି। କୃତ୍ ପ୍ରତ୍ୟୟ ଯୋଗ କରି ଯେଉଁ ନୂତନ ଶବ୍ଦଟି ଗଠନ କରାଯାଏ, ତାହାକୁ କୃଦନ୍ତ ପଦ କହନ୍ତି। କୃତ୍ ଯୁକ୍ତ ଅନ୍ତ କୃଦନ୍ତ, ଅର୍ଥାତ୍ ଯେଉଁ କ୍ରିୟାବାଚକ ବିଶେଷ୍ୟ ପଦର ଅନ୍ତ ବା ଶେଷରେ କୃତ୍ ପ୍ରତ୍ୟୟ ଥାଏ, ତାହାକୁ କୃଦନ୍ତ ପଦ କହନ୍ତି। ଓଡ଼ିଆରେ ବ୍ୟବହୃତ କୃତ୍ ପ୍ରତ୍ୟୟ ଗୁଡ଼ିକ ହେଲା
ଅ ଆ ଇ ଅଣ ଅଣା ଆଣି ଅନ୍ତା ଏଣି ଉଆଳ ପିଇବା ଉଣି ଉଆ ରା ଅତି ଉଣା ଇତ୍ୟାଦି। ଆମେ କେତୋଟି ଉଦାହରଣ ନେବା। ଓଡ଼ିଆ ମହାଭାରତର ଯିଏ ରଚନା କରିଛନ୍ତି ସେ ଝଙ୍କଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ମହାଭାରତର ରଚୟିତାଙ୍କ ଜନ୍ମ ଝଙ୍କଡ଼ ଗ୍ରାମରେ, କିମ୍ବା ଓଡ଼ିଆ ମହାଭାରତର ରଚୟିତା ଝଙ୍କଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜାଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ବିଦ୍ୟାରେ ପ୍ରବୀଣ ହୋଇପାରିବ। ଜିଜ୍ଞାସୁ ବ୍ୟକ୍ତି ବିଦ୍ୟାରେ ବିଦ୍ୱାନ ହେବ। ବିଦ୍ୟାରେ ପ୍ରବୀଣ ତା ଜାଗାରେ ବିଦ୍ୱାନ ହେଲା। ଜାଣିବାକୁ ଇଚ୍ଛା କରୁଥିବା ତା ଜାଗାରେ ଜିଜ୍ଞାସୁ ହେଲା। ଯାହା କରିବା ଉଚିତ ତାହା କର, ଜୀବନରେ ସଫଳତା ହାସଲ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ହେବ। ଯାହା କର୍ତ୍ତବ୍ୟ କର, ସଫଳତମ ବ୍ୟକ୍ତି ହେବ। ରହିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଜଣକ ଏକ ଚୋର। ତିଷ୍ଠାସୁ ଜଣକ ଏକ ଚୋର ବୋଲି ଲେଖିବା। ଘୃଣା କରିବାକୁ ଇଚ୍ଛା କରୁଥିବା ବ୍ରାହ୍ମଣ ହରିଜନଙ୍କୁ ମନ୍ଦିର ମଧ୍ୟକୁ ପୁରାଇ ଦେଲେ ନାହିଁ। ଯୁଗୁପ୍ସୁ ବ୍ରାହ୍ମଣ ହରିଜନଙ୍କୁ ମନ୍ଦିର ପ୍ରବେଶ ବାରଣ କଲେ, କିମ୍ବା ଯୁଗୁପ୍ସୁ ବ୍ରାହ୍ମଣ ହରିଜନଙ୍କୁ ମନ୍ଦିରକୁ ପୁରାଇ ଦେଲେ ନାହିଁ। ଆଉ ଗୋଟେ ଉଦାହରଣ, ମରିବାକୁ ଇଚ୍ଛା ପ୍ରକଟ କରୁଥିବା ରୋଗୀଟି ନିଜ ଇଚ୍ଛା ମୁତାବକ ନିଜ ଅଙ୍ଗକୁ ଦାନ କଲେ। ତାର ସଂକ୍ଷିପ୍ତ ରୂପ ହେବ ମୁମୂର୍ଷୁ ରୋଗୀଟି ସ୍ୱେଚ୍ଛାରେ ଅଙ୍ଗଦାନ କଲେ। ସର୍ବଦା ମଦ ପିଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଜଣକ ତାଙ୍କ ମୃତ୍ୟୁ ଯେବେ ହେବା କଥା ତାଠାରୁ ଯଥେଷ୍ଟ ପୂର୍ବରୁ ମରିଗଲା। ତାକୁ ଆମେ ଲେଖିବା ମଦ ପିପାସୁ ବ୍ୟକ୍ତି ଜଣକ ଅକାଳରେ ମରିଗଲା। କୁନିକୁ ଦେଖିବାର ଇଚ୍ଛା ମୁନାକୁ 5 କିଲୋମିଟର ପଛେ ପଛେ ଅନୁଗମନ କରିବାକୁ ବାଧ୍ୟ କଲା। ତାକୁ ଲେଖିବା କୁନିଙ୍କ ଦିଦୃଶା ମୁନାକୁ 5 କିଲୋମିଟର ଅନୁଗମନ କରିବାକୁ ବାଧ୍ୟ କଲା। ଆଉ ଗୋଟେ ଉଦାହରଣ, ପାଠ ପଢ଼ିବା ପ୍ରତି ଉତ୍କଣ୍ଠା ରଖିଲେ ଜୀବନରେ ସଫଳ ହେବ। ପିପଠିସା ରଖିଲେ ଜୀବନରେ ସଫଳ ହେବ। ଆଇନଷ୍ଟାଇନ ଗଣିତ ଶାସ୍ତ୍ରରେ ପାରଙ୍ଗମ ହୋଇଥିବା ଜଣେ ବ୍ୟକ୍ତି ଥିଲେ। ଆଇନଷ୍ଟାଇନ ଜଣେ ଗଣିତଜ୍ଞ ଥିଲେ। ବିଭୂତି ପଟ୍ଟନାୟକ ଜଣେ ସାହିତ୍ୟରେ ପାରଙ୍ଗମ ବ୍ୟକ୍ତି ଥିଲେ। ବିଭୂତି ପଟ୍ଟନାୟକ ଜଣେ ସାହିତ୍ୟିକ ଥିଲେ। ସ୍ତ୍ରୀର ଭକ୍ତିଭାବ ତାଙ୍କୁ ଖୁସି କଲା। ସୌଣ ଭାବ ତାଙ୍କୁ ଖୁସି କଲା। ଯେଉଁ ବ୍ୟକ୍ତିର ଧନ ନାହିଁ ସେ ଅନ୍ୟର ଦୟାର ପାତ୍ର ଅଟେ। ନିର୍ଧନ ଅନ୍ୟର ଦୟାର ପାତ୍ର ଅଟେ। ପାରି ହେବାର ଇଚ୍ଛା ତାଙ୍କୁ ପାରି କରିଦେଲା। ତିତିର୍ଷା ତାଙ୍କୁ ପାରି କରିଦେଲା। ଶୁଣିବାର ଇଚ୍ଛା ଦର୍ଶକଙ୍କୁ ଲତାଙ୍କ ପାଖକୁ ଟାଣି ଆଣିଲା। ଶୁଶ୍ରୂଷା ଦର୍ଶକଙ୍କୁ ଲତାଙ୍କ ପାଖକୁ ଟାଣି ଆଣିଲା, ବା ଶୁଶ୍ରୂଷା ଦର୍ଶକଙ୍କୁ ଲତାଙ୍କ ପ୍ରତି ଆକର୍ଷିତ କଲା। ଜୟ କରିବାର ଇଚ୍ଛା ତାଙ୍କୁ ବିଜୟ କଲା। ଜିଗୀଷା ତାଙ୍କୁ ବିଜୟ କଲା। ବିଜୟ ଲାଭ କରିବାର ଇଚ୍ଛା ତାଙ୍କୁ ବିଜୟ କଲା। ଜିଗୀଷା ତାଙ୍କୁ ବିଜୟ କଲା। ବଞ୍ଚିବାର ଇଚ୍ଛା ରୋଗୀଟିକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଲା। ଏହା ହେବ ଜିଜିବିଷା ରୋଗୀଟିକୁ ବଞ୍ଚାଇ ଦେଲା। ଜିଜିବିଷା ରୋଗୀଟିକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଲା। ମୁକ୍ତି ଲାଭର ଇଚ୍ଛା ହରିକୁ ଭଲ ବାଟକୁ ଫେରାଇ ଆଣିଲା। ମୁମୁକ୍ଷା ହରିକୁ ଭଲ ବାଟକୁ ଫେରାଇ ଆଣିଲା। ଧନ ଲାଭ କରିବାକୁ ଇଚ୍ଛା କରୁଥିବା ଚାକର ମୁନିବାକୁ ହତ୍ୟା କଲା। ଧନଲିପ୍ସୁ ଚାକର ମୁନିବାକୁ ହତ୍ୟା କଲା ବୋଲି କହିବା। ସ୍ତ୍ରୀ ପ୍ରତି ଅସନ୍ତୁଷ୍ଟ ସ୍ୱାମୀ ନିଜ ମନରେ ହତ୍ୟା କରିବାର ଇଚ୍ଛା ଜାତ ହେଲା। ସ୍ତ୍ରୀ ପ୍ରତି ଅସନ୍ତୁଷ୍ଟ ସ୍ୱାମୀ ମନରେ ଜିଘାଂସା ଭାବ ଜାତ ହେଲା, ବା ଜିଘାଂସା ଜାତ ହେଲା। ସ୍ତ୍ରୀ ପ୍ରତି ଅସନ୍ତୁଷ୍ଟ ସ୍ୱାମୀ ମନରେ ଜିଘାଂସା ଜାତ ହେଲା। କରିବାର ଇଚ୍ଛା ତାଙ୍କୁ ସଫଳ କଲା। ଚିକିତ୍ସା ତାଙ୍କୁ ସଫଳ କଲା। ଦାନ କରିବାର ଇଚ୍ଛା କର୍ଣ୍ଣଙ୍କୁ ମହାଦାନରେ ପରିଣତ କରିଥିଲା। ଦିଶ୍ଚା କର୍ଣ୍ଣଙ୍କୁ ମହାଦାନରେ ପରିଣତ କରିଥିଲା। ଯେଉଁ ବିଷୟ ସବୁ ଜାଣିବା ଉଚିତ ସେସବୁ ଜାଣି ରଖ। ଜ୍ଞାତବ୍ୟ ବିଷୟ ସବୁ ଜାଣି ରଖ ହେବ। ମହାତ୍ମା ଗାନ୍ଧୀ ସମସ୍ତଙ୍କ ପୂଜା ପାଇବା ଯୋଗ୍ୟ ବ୍ୟକ୍ତି ଥିଲେ। ମହାତ୍ମା ଗାନ୍ଧୀ ସମସ୍ତଙ୍କ ପୂଜନୀୟ ଅଟନ୍ତି। ମହାତ୍ମା ଗାନ୍ଧୀ ସମସ୍ତଙ୍କ ପୂଜନୀୟ ଥିଲେ। ମହାତ୍ମା ଗାନ୍ଧୀ ସମସ୍ତଙ୍କ ପୂଜା ପାଇବା ଯୋଗ୍ୟ ବ୍ୟକ୍ତି ଅଟନ୍ତି। ମହାତ୍ମା ଗାନ୍ଧୀ ସମସ୍ତଙ୍କ ପୂଜନୀୟ ଅଟନ୍ତି। ଯେ ମଧୁପାନ କରେ ସେ ଫୁଲରୁ ଫୁଲକୁ ଉଡ଼ି ବୁଲେ। ମଧୁପ ଫୁଲରୁ ଫୁଲକୁ ଉଡ଼ି ବୁଲେ ବୋଲି କହିବା। ଯେ ଏ ଘରକୁ ଜଗେ ତାକୁ ସାପ କାମୁଡ଼ିଲା। ଏ ଘରର ଜଗୁଆଳିକୁ ସାପ କାମୁଡ଼ିଲା। ଯେଉଁ ବ୍ୟକ୍ତି ଦୁର୍ଘଟଣାରେ ମରିଅଛି ସେ କାଲି ମୋ ପାଖକୁ ଆସିଥିଲା। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଜଣକ କାଲି ମୋ ପାଖକୁ ଆସିଥିଲା। ଯେଉଁ ସ୍ଥାନକୁ ଯିବା ଉଚିତ ସେ ସ୍ଥାନଟି ବହୁତ ଦୂରରେ ଅଛି। ଗନ୍ତବ୍ୟ ସ୍ଥାନଟି ବହୁତ ଦୂରରେ ଅଛି। ଯେ ଗାନ କରେ ତାହାକୁ ସମସ୍ତେ ଭଲ ପାଆନ୍ତି। ଗାୟକକୁ ସମସ୍ତେ ଭଲ ପାଆନ୍ତି ବୋଲି କହିବା।
ଏହିପରି ତଦ୍ଧିତ ଦ୍ୱାରା ମଧ୍ୟ ବାକ୍ୟ ସଂକ୍ଷେପଣ କରାଯାଇପାରେ। ତତ୍ ଯୁକ୍ତ ହିତ, ତଦ୍ଧିତ ଭିନ୍ନ ଭିନ୍ନ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ କରି ନୂତନ ଶବ୍ଦ ଗଠନ କରାଯାଏ ସେହି ପ୍ରତ୍ୟୟ ଗୁଡ଼ିକୁ ତଦ୍ଧିତ ପ୍ରତ୍ୟୟ କହନ୍ତି। ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ ପଦକୁ ତଦ୍ଧିତାନ୍ତ ପଦ କହନ୍ତି। ତଦ୍ଧିତ ଦ୍ୱାରା ଦୀର୍ଘ ବାକ୍ୟର ସଂକ୍ଷେପଣ କରାଯାଇପାରେ। କେତୋଟି ଉଦାହରଣ ନେବା। ପାନ ବେପାର କରୁଥିବା ବ୍ୟକ୍ତି ଜଣକ ଅନ୍ୟ ଦେଶକୁ ଗଲା। ପାନରା ଦେଶାନ୍ତରକୁ ଗଲା ବୋଲି କହିବା। ଓଡ଼ିଶାର ନଦୀମାନଙ୍କ ମଧ୍ୟରେ ମହାନଦୀ ସବୁଠାରୁ ଅଧିକ ଲମ୍ବା ପଥ ଅତିକ୍ରମ କରିଥିବା ନଦୀ ଅଟେ। ଓଡ଼ିଶାର ନଦୀମାନଙ୍କ ମଧ୍ୟରେ ମହାନଦୀ ଦୀର୍ଘତମ। ପୁଷ୍ୟା ନକ୍ଷତ୍ର ଯୁକ୍ତ ମାସରେ ଧନୁଯାତ୍ରା ହୁଏ। ତାକୁ ଆମେ ଲେଖିପାରିବା ପୌଷ ମାସରେ ଧନୁଯାତ୍ରା ହୁଏ। ଦଶରଥଙ୍କ ପୁତ୍ର ରାବଣକୁ ମାରିଥିଲେ। ତାକୁ ଲେଖିପାରିବା ଦାଶରଥୀ ରାବଣକୁ ମାରିଥିଲେ। ବସୁଦେବଙ୍କ ପୁତ୍ର ମହାଭାରତ ଯୁଦ୍ଧର କର୍ଣ୍ଣଧାର ଥିଲେ। ବାସୁଦେବ ମହାଭାରତ ଯୁଦ୍ଧର କର୍ଣ୍ଣଧାର ଥିଲେ। କାଠ ବ୍ୟବସାୟ କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା। କାଠରା ଗ୍ରାମାନ୍ତର ଗଲା। ବନରୁ ଜାତ ପ୍ରାଣୀ ବନରେ ବୁଲିବାକୁ ଭଲ ପାଆନ୍ତି। ବନ୍ୟପ୍ରାଣୀ ବନରେ ବୁଲିବାକୁ ଭଲ ପାଆନ୍ତି। ଶିମିଳିପାଳ ଅଭୟାରଣ୍ୟରେ ଆମେ ପାହାଡ଼ରୁ ଜାତ ଉପର ସ୍ଥାନରୁ ନିଚ ସ୍ଥାନରେ କଚାଡ଼ି ହୋଇ ଜଳ ପଡ଼ୁଥିବା ସ୍ଥାନ ଦେଖିଲୁ। ଶିମିଳିପାଳ ଅଭୟାରଣ୍ୟରେ ଆମେ ପାହାଡ଼ିଆ ଜଳପ୍ରପାତ ଦେଖିଲୁ। ଭୂଗୋଳରେ ବିଶେଷ ଜ୍ଞାନ ଥିବା ଜଣେ ବ୍ୟକ୍ତି ଆମକୁ ପଢ଼ାଇଲେ। ଜଣେ ଭୌଗୋଳିକ ଆମକୁ ପଢ଼ାଇଲେ। ନୂତନ କରି ଫୁଟିଥିବା ଫୁଲଗୁଡ଼ିକ ସୁନ୍ଦର ଲାଗୁଛି। ନବୀନ ଫୁଲଗୁଡ଼ିକ ସୁନ୍ଦର ଲାଗୁଛି। ଗଙ୍ଗାଙ୍କର ଅପତ୍ୟ ମହାଭାରତ ଯୁଦ୍ଧ ସମୟରେ ଇଚ୍ଛା ମୃତ୍ୟୁ ବରଣ କରିଥିଲେ। ଗାଙ୍ଗେୟ ମହାଭାରତ ଯୁଦ୍ଧ ସମୟରେ ଇଚ୍ଛା ମୃତ୍ୟୁ ବରଣ କରିଥିଲେ। ଦୁର୍ଯ୍ୟୋଧନ ଥିଲେ ଶକୁନିଙ୍କର ଭଗିନୀଙ୍କର ପୁତ୍ର। ଦୁର୍ଯ୍ୟୋଧନ ଶକୁନିଙ୍କର ଭାଗିନେୟ ଥିଲେ। କୁନ୍ତୀଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ସଖା ଥିଲେ। କୌନ୍ତେୟ ଶ୍ରୀକୃଷ୍ଣଙ୍କ ସଖା ଥିଲେ। ତଦନ୍ତର ଫଳାଫଳକୁ ସରକାର ସର୍ବଜନଙ୍କ ଅବଗତି ନିମନ୍ତେ ପ୍ରକାଶ କଲେ। ଏହାର ସଂକ୍ଷିପ୍ତ ରୂପ ତଦନ୍ତ ଫଳାଫଳକୁ ସରକାର ସାର୍ବଜନୀନ କଲେ। ଆଜି ସଭାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଜଣେ ପ୍ରଜ୍ଞା ସମ୍ପନ୍ନ ବ୍ୟକ୍ତି। ତାକୁ ସଂକ୍ଷେପରେ ଲେଖିବା ଆଜି ସଭାରେ ଉପସ୍ଥିତ ପ୍ରତ୍ୟେକ ଜଣେ ପ୍ରାଜ୍ଞ। ବିଷ୍ଣୁଙ୍କର ଉପାସକମାନେ କୀର୍ତ୍ତନ କରୁଥିଲେ। ବୈଷ୍ଣବମାନେ କୀର୍ତ୍ତନ କରୁଥିଲେ। ଉପସର୍ଗ ଦ୍ୱାରା ମଧ୍ୟ ବାକ୍ୟ ସଂକ୍ଷେପଣ କରାଯାଇପାରେ। ଯେଉଁ ଅବ୍ୟୟ ପଦ ଗୁଡ଼ିକ ଧାତୁ ପୂର୍ବରୁ ସଂଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି କରିଥାନ୍ତି ସେଗୁଡ଼ିକୁ ଉପସର୍ଗ କହନ୍ତି। ଉପ ଯୁକ୍ତ ସୃଜ୍ ଯୁକ୍ତ ଅ ସମାନ ଉପସର୍ଗ। ସୃଜ୍ ଧାତୁରୁ ସୃଷ୍ଟି ହୋଇଛି ଉପସର୍ଗ। ସୃଜ୍ କହିଲେ ସୃଷ୍ଟି କରିବା, ସର୍ଜନା କରିବା ବା ନିର୍ମାଣ କରିବାକୁ ବୁଝାଯାଏ। ସୁତରାଂ ଉପସର୍ଗ ଧାତୁ ପୂର୍ବରୁ ବସି ନୂତନ ଶବ୍ଦ ଗଠନ କରିଥାଏ। ଆମ ସାହିତ୍ୟରେ ପ୍ରଚଳିତ ଉପସର୍ଗ ଗୁଡ଼ିକ ଥିଲା ପ୍ର, ପରା, ଅପ୍, ସମ୍, ନି, ଅଧି, ସୁ, ନିର୍, ଉତ୍, ପରି, ପ୍ରତି, ଅବ, ଅନୁ, ବି, ଅଭି, ଉପ, ଅପି ଏବଂ ଆ। ପ୍ର ଉପସର୍ଗଟି ଉତ୍କର୍ଷ, ଉଦ୍ଭବ, ଗତି, ଆଧିକ୍ୟ, ସର୍ବତୋଭାବ ଆଦି ଅର୍ଥରେ ବ୍ୟବହୃତ ହୁଏ। ଯେପରି ପ୍ର ଯୁକ୍ତ କୁପ୍ ଯୁକ୍ତ ପ୍ରକୋପ, ସ୍ପ୍ର ଯୁକ୍ତ କ୍ଷିପ୍ ଯୁକ୍ତ ଅନ୍ନ, ପ୍ର ଯୁକ୍ତ କ୍ଷିପ୍ ଯୁକ୍ତ ଅନ୍ନ ପ୍ରକ୍ଷେପଣ। ସେହିପରି ପରା ଉପସର୍ଗଟି ପ୍ରାଧାନ୍ୟ, ବ୍ୟତିକ୍ରମ, ତିରସ୍କାର, ବିପରୀତ ଓ ବିନା ଆଦି ଅର୍ଥରେ ବ୍ୟବହୃତ ହୁଏ। ଯେପରି ପରା ଯୁକ୍ତ ଜି ଯୁକ୍ତ ଅ ପରାଜୟ, ପରା ଯୁକ୍ତ ମୃଷ୍ ଯୁକ୍ତ ଅ ପରାମର୍ଶ, ପରା ଯୁକ୍ତ ଅସ୍ ଯୁକ୍ତ ସ ତ, ପରା ଯୁକ୍ତ ଅସ୍ ଯୁକ୍ତ ତ ପରାସ୍ତ। ସେହିପରି ଅପ୍ ଉପସର୍ଗଟି ସାଧାରଣତଃ ମନ୍ଦ ଉଦ୍ଦେଶ୍ୟ ପ୍ରକାଶ କରେ। ଏହି ଉପସର୍ଗଟି କୁଶ୍ଚିତ, ବିରୋଧ, ବିପରୀତ ଓ ଅପକୃଷ୍ଟ ଅର୍ଥରେ ବ୍ୟବହାର କରାଯାଏ। ଅପଯୁକ୍ତ ଯଶ୍ ଯୁକ୍ତ ଅ ଅପଯଶ, ଅପଯୁକ୍ତ ଖ୍ୟା ଯୁକ୍ତ ତି ଅପଖ୍ୟାତି, ଅପଯୁକ୍ତ ମୃତ୍ୟୁ ଅପମୃତ୍ୟୁ। ସେହିଭଳି ସମ୍ ଉପସର୍ଗଟି ସମ୍ୟକ, ସହିତ, ସଂଗତି, ଆଭିମୁଖ୍ୟ ଓ ନିକଟ ଅର୍ଥରେ ବ୍ୟବହାର କରାଯାଏ। ଯେପରି ସମ୍ ଯୁକ୍ତ ତପ୍ ଯୁକ୍ତ ଅ ସନ୍ତାପ, ସମ୍ ଯୁକ୍ତ ବଦ୍ ଯୁକ୍ତ ଅ ସମ୍ବାଦ, ସମ୍ ଯୁକ୍ତ ରୁ ଯୁକ୍ତ ଅ ସଂହାର। ନି ଉପସର୍ଗଟି ସାଧାରଣତଃ ଭାବେ ନାସ୍ତି ଅର୍ଥରେ ବ୍ୟବହାର କରାଯାଏ। ଏହାକୁ ସମୀପ, ସମ୍ୟକ, ସାଦୃଶ୍ୟ, କୁଶ୍ଚିତ, ଆଧିକ୍ୟ ଅର୍ଥରେ ବ୍ୟବହାର କରାଯାଏ। ଯେପରି ନିଯୁକ୍ତ କୃଷ୍ ଯୁକ୍ତ ତ ନିକୃଷ୍ଟ, ନିଯୁକ୍ତ ପୁଣ୍ ଯୁକ୍ତ ଅ ନିପୁଣ, ନିଯୁକ୍ତ ବୃତ୍ ଯୁକ୍ତ ନିବୃତ। ସେହିପରି ଅନେକ ଶବ୍ଦ ରହିଛି। ଅଧି ଉପସର୍ଗଟି ପ୍ରାଧାନ୍ୟ, ଶ୍ରେଷ୍ଠ, ଆଧିକ୍ୟ, ଅଧିକାର ସମ୍ବନ୍ଧୀୟ ଅର୍ଥରେ ବ୍ୟବହୃତ ହୁଏ। ଯେପରି ଅଧିଯୁକ୍ତ ବର୍ଷ, ଅଧିବର୍ଷ, ଅଧିଯୁକ୍ତ ବସ୍ ଯୁକ୍ତ ଇନ୍, ଅଧିଭାଷୀ। ଏହିଭଳି ଅନେକ ଶବ୍ଦ ରହିଛି। ସୁ ଉପସର୍ଗଟି ମଙ୍ଗଳ, ସୁନ୍ଦର, ସହଜ, ଅନାୟାସ, ଅଧିକ ଅର୍ଥରେ ବ୍ୟବହାର କରାଯାଏ। ଯେପରି ସୁ ଯୁକ୍ତ ଗମ୍ ଯୁକ୍ତ ଅ ସୁଗମ,
सुयुक्त चरयुक्त इत्र सुचरित्र सुयुक्त नाम सुनाम सुयुक्त जोग सुजोग एहीपरि अनेक शब्द रही। निर उपसर्गटी साधारणतः अभाव बाहार निश्चय निशेष और अतिशय अर्थ व्यवहृत हुए। जेपरि निर्युक्त गम युक्त निर्गम निर्युक्त जन युक्त निर्जन निर्युक्त मूल निर्मूल निर्युक्त लिप युक्त निर्लेप। दुरुपसर्गटी निंदा मंद दुख निषिद्ध और कष्ट आदि अर्थ व्यवहृत हुए। दुर्युक्त गंध दुर्गंध दुर्युक्त घटना दुर्घटना दुर्युक्त मदयुक्त दुर्मद दुर्युक्त मूल्य दुर्मूल्य सेहीपरि अनेक शब्द रही। उत उपसर्ग को अतिशय उत्कर्ष विरोध निंदा अभाव अकस्मात आदि अर्थ व्यवहार करा जाए। उतयुक्त कलयुक्त उत्कल उतयुक्त क्रुशयुक्त उत्कर्ष उत्युक्त क्षिप्तयुक्त उत्क्षिप्त। सेपरि अति उपसर्गटी आधिक्य अनुचित असीम आतिशय्य आदि अर्थ व्यवहार करा जाए। अतियुक्त अधिक अत्यधिक अतियुक्त अल्प अत्यल्प अतियुक्त क्रमयुक्त अतिक्रम अतियुक्त श्रीयुक्त अतिशय एहीपरि अनेक अधिक शब्द तुम विशेषण करिपारिब। परि उपसर्गटी साधारणतः सर्वतोभाव चतुर्दिग अतिशय क्रमश शेष सम्यक व्याप्ति सर्वत्र आदि अर्थरे व्यवहृत हुए। जेपरि परि युक्त नम युक्त त परिणत परियुक्त नियुक्त परिणय। सेहीपरि प्रति उपसर्गटी साधारणतः परिवर्तन समीप विपरीत सादृश्य प्रत्येक पश्चात विरोध समान आदि अर्थ व्यवहार करा जाए। प्रतियुक्त क्रुयुक्त ति प्रतिकृति बा प्रतिमा प्रतियुक्त धुनयुक्त इ प्रतिध्वनि प्रतियुक्त पक्ष प्रतिपक्ष। सेपरि अब उपसर्गटी साधारणतः अधोगति निश्चय घृणा अत्यंत और समान आदि अर्थ व्यवहार करा जाए। अबयुक्त त्रुष युक्त अन अवतरण अबयुक्त त्रुयुक्त अन अवतरण अबयुक्त नम युक्त त अबयुक्त नम युक्त ति अवनति अबयुक्त रुह युक्त अवरोह एहीपरि अनेक शब्द तुम गठन कर। अनुपसर्ग साधारणतः पश्चात हीन सहित समीप सम्यक आदि अर्थ व्यवहार करा जाए। जेमिति अनुजन युक्त अनुज अनुयुक्त गम युक्त अन अनुगमन अनुयुक्त रूप अनुरूप। बी उपसर्गटी विशेष विहीन विपरीत बहु परस्पर और भिन्न आदि अर्थ व्यवहार करा जाए। जेपरि बीजुक्त ख्यायुक्त त विख्यात बीजुक्त पक्ष विपक्ष बीजुक्त विधा विविध। सेपरि बी उपसर्गटी विशेष विहीन विपरीत बहु परस्पर और भिन्न इत्यादि अर्थ व्यवहृत हुए। बीजुक्त ख्यात विख्यात बीजुक्त पक्ष विपक्ष बीजुक्त विधा विविध। अभिउपसर्गटी सम्मुख उत्तम अपकृष्ट सम्यक और पुनः पुनः आदि अर्थरे व्यवहार करा जाए। अभियुक्त ज्ञा युक्त अभिज्ञ अभियुक्त धा युक्त अन अभिधान अभियुक्त भाष युक्त अन अभिभाषण एहीपरि अनेक शब्द तुम गठन कर। उपसर्गटी निकट आधिक्य दीनता अधस्तन सादृश्य घृणा और साहाय्य आदि अर्थरे व्यवहार करा जाए। जेमिति उपयुक्त क्रुयुक्त उपकार उपयुक्त वन उपवन उपयुक्त ग्रह उपग्रह। सेहीपरि अपि उपसर्गटी साधारणतः भूषण अर्थरे व्यवहार करा जाए। अपियुक्त धा युक्त अन अपिधान अपियुक्त च अपि च। आ उपसर्गटी विपरीत ईषत् सीमा पर्यंत और सम्यक आदि अर्थरे व्यवहार करा जाए। जेपरि आ उपसर्गटी विपरीत ईषत् सीमा पर्यंत और सम्यक आदि अर्थरे व्यवहार करा जाए। जेपरि आ युक्त क्रुयुक्त अन आकर्षण आ युक्त नियुक्त अन आनयन आ युक्त दिश युक्त आदेश इत्यादि। वर्तमान आम उपसर्ग द्वारा किमिति आमे वाक्य संक्षेपण करवा से विषय जानिबा। विज्ञान विषय विशेष भाव में ज्ञान थिबा जड़े व्यक्ति आमको विज्ञान पढ़ाइले जड़े विज्ञान विशेषज्ञ आमको विज्ञान पढ़ाइले। विज्ञान विषय विशेष भाव में ज्ञान थिबा व्यक्ति ता स्थान में विशेष विज्ञान विशेषज्ञ लिखिले। नदी स्रोतर विपरीत दिगरे नौका चालना करी से पारादीपरू कटक यात्रा कले। यह संक्षेप में लिखा नदी स्रोतर प्रतिकूल से पारादीपरू कटक नौ यात्रा कले। बर्तमान आम समार्थबोधक पद द्वारा किपरि वाक्य संक्षेपण करा जाए जानिबा। समार्थबोधक शब्दर प्रयोगपूर्वक वाक्यर संक्षेपण करा जाय पारे ताहा आमे निम्न उदाहरण गुड़िकर भल भाव में बुझीपर। उदाहरण एक जो छात्रगण बेसी जिद करती से शिक्षक भल पाती ना। यार संक्षिप्त रूप हम जिदखोर छात्र मानक शिक्षक भल पाती ना।
ଯେଉଁ ଛାତ୍ରଗଣ ବେଶୀ ଜିଦ୍ କରନ୍ତି ସେମାନଙ୍କ ଜାଗାରେ ଜିଦଖୋର ଛାତ୍ର ଲେଖାଯାଇଛି। ଭକ୍ତଗଣ ଖୋଳ କରତାଳ ବଜାଇ ହରିନାମ ଜପ କରୁଛନ୍ତି। ଖୋଳ କରତାଳ ବଜାଇ ହରିନାମ ଜପ କରିବା କୀର୍ତ୍ତନ କହନ୍ତି, ତେଣୁ ଭକ୍ତଗଣ କୀର୍ତ୍ତନ କରୁଅଛନ୍ତି ବୋଲି ଆମେ ଲେଖିପାରିବା। ଏକ ସଙ୍ଗେ ବହୁ ସଂଖ୍ୟାରେ ଦୀପ ଜାଳି ସେ ଠାକୁରଙ୍କ ଆରାଧନା କଲେ। ଦୀପାଳି ଜାଳି ସେ ଠାକୁରଙ୍କ ଆରାଧନା କଲେ। ଯାହା ପୂର୍ବରୁ ଶୁଣାଯାଇ ନଥିଲା ସେହିପରି ଘଟଣା ଏବର୍ଷ ଘଟିବ। ଏହାକୁ ଆମେ ଲେଖିପାରିବା ଅଶ୍ରୁତପୂର୍ବ ଘଟଣା ଏବର୍ଷ ଘଟିବ। ସେ ତାଙ୍କର ସମସ୍ତ ଶକ୍ତି ବିନିଯୋଗ କରି ଚେଷ୍ଟା କଲେ। ସେ ଯଥାଶକ୍ତି ଚେଷ୍ଟା କଲେ ବୋଲି ଲେଖିବା। ବର୍ତ୍ତମାନ ଉକ୍ତି ପରିବର୍ତ୍ତନ ଦ୍ୱାରା ମଧ୍ୟ ବାକ୍ୟ ସଂକ୍ଷେପଣ କରାଯାଇପାରେ, ସେଇ କଥା ଆମେ ଜାଣିବା। ପରିଣତ କରି ବାକ୍ୟର ସଂକ୍ଷେପଣ କରାଯାଇପାରେ। ହରି କହିଲା ମୁଁ ଆଜି ମାଛ ଖାଇବି। ପ୍ରତ୍ୟେକ ଉକ୍ତି। ହରି ଆଜି ମାଛ ଖାଇବ ବୋଲି କହିଲା। ପରୋକ୍ଷ ଉକ୍ତି। ମୀନା କହିଲା ମୁଁ ଆମିଷ ଖାଏ ନାହିଁ। ପ୍ରତ୍ୟେକ ଉକ୍ତି। ମୀନା ଆମିଷ ଖାଏ ନାହିଁ ବୋଲି କହିଲା। ଏହା ପରୋକ୍ଷ ଉକ୍ତି। ନରହରି କହିଲା ମୁଁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବି। ନରହରି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବ ବୋଲି କହିଲା। ହରି କହିଲା ହେ ଜଗନ୍ନାଥ ମୋ ପୁଅକୁ ରକ୍ଷା କର। ହରି ତା ପୁଅକୁ ରକ୍ଷା କରିବାକୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କଲା।